नमस्कार, गुड मॉर्निंग, सुप्रभात। जय ଜୟ ଶ୍ରୀ जय आरसीएम। बहुत 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 धन्यवाद आपण मानक समस्तंकु आपण मानक हार्दिक स्वागत गुरुकुल शाखा। गुरुकुल रे आमे जहाँ शिखिले गुरुकुल शाखा रे ताकू आमे जदि निज भाषा रे आमे ताकू दोहरेइबा ताकू आमे आज दिन रे ताकू आमे कर देई परिबा। अ, बहुत बड़ा हेल्दी डिस्कशन आज, बहुत बढ़िया टॉपिक आज गुरुकुल। तो मु अनुरोध करी जदि केही साथी देखी नाहंती तो तांको देखेଇବା यूट्यूब को ग्रुप रे पठेइकी पर्सनल पठेइकी आज देखिबा निहाती जरूरी। ସେଇଠି ଆସୁଛି ଯେ ସବୁ କାମ କରୁଥିବା ଯଦି ଆମର ଗ୍ରୋଥ ନ ହଉଥିବ ତାହେଲେ ସେ କାମର କିଛି ମୂଲ୍ୟ ରହିବ ନାହିଁ। ତ ଆମକୁ ଗ୍ରୋଥ ହବା ଦରକାର, ଆଗକୁ ବଢିବା ନିହାତି ଦରକାର, କାରଣ ଗ୍ରୋଥ ହେଲେ ହିଁ ସେଠି ବହୁତ ସାରା ଆନନ୍ଦ ଆମକୁ ମିଳିପାରିବ। ତ ସେଥିଲାଗି ଆମେ ବହୁତ ସାରା ଏକ୍ଜାମ୍ପଲ ବି ଅଛି, ଯେମିତିକି ଚାଲୁଥିବା ଟ୍ରେନ, ନ ଚାଲୁଥିବା ଟ୍ରେନ, ନଈ ଆଉ ପୋଖରୀ, ये सब बहुत सारा एग्जाम्पल भी अच्छी। तो आमे बहुत बड़ ग्रोथ आमे करिपरिबा। आज बहुत सारा आमे शिखिले, बहुत सारा नोट भी करथिबे। मु केवल एतिकी दोहराउची कि आज जो डिस्कशन हैला, तो ये जनवरी मास आमर ग्रोथ मास आ मात्र 12 दिन आम हाथ रे रहिला। ये 12 दिन रे भी आमे बहुत बड़ इतिहास भी आमे लिखि देई परिबा, जहाँ आज पर्यंत ହେଇନି। तो मुख्य उद्देश्य होची 100% ग्रोथ। ଯାହାର ଗତ ମାସରେ 2500 ହେଇଥିଲା, ତ ସେମାନଙ୍କର ଏ ମାସର ଟର୍ନଓଭର ମିନିମମ୍ 5000 ହବା ଦରକାର। ଯୋଉମାନଙ୍କର 5000 ହେଇଥିଲା ସେମାନଙ୍କର 10000, 100% ଗ୍ରୋଥ। ଯାହାର 10000 ତାର 20000, ଏଇ ହିସାବରେ ଗ୍ରୋଥ ଯଦି ହେଇ ହେଇ ଚାଲିବ। ସେମିତି ଯାହାର 1,15,000 ବି ହେଇଥିଲା, ତ ତାର ଏ ମାସର ଗ୍ରୋଥ 2,30,000। ତ ଏଇ ହିସାବରେ ଗ୍ରୋଥ 100% ହେଇପାରିବ। ଆଉ ବହୁତ ସାରା ତରିକା ବି ଆଜି ଗୁରୁକୁଳରେ ଆମକୁ ଶିଖିବାକୁ ମିଳିଲା, କେମିତି କେମିତି ହେଇପାରିବ। ତା ଭିତରୁ ଗୋଟେ ବହୁତ ଭଲ ଜିନିଷ ଯେ ଆମେ ଭାଇଟାଲ ପିନ୍ ତିଆରି କରିବା। ତ ଏଇ ନ୍ୟୁ ଭାଇଟାଲ ଡେପ୍ଥରେ ଯଦି ଆମେ ତିଆରି କରିବା, ତାହେଲେ ତା ଉପରକୁ ଉପରକୁ ବହୁତ ସାରା ଭାଇଟାଲ ପିନ୍ ହେଇଯାଇପାରିବ। ତ ଡେପ୍ଥରେ ଭାଇଟାଲ ପିନ୍ ହବା ପାଇଁ ଗୋଟେ ବହୁତ ବଡ଼ ତରିକା ବି ଆଜି ଆମକୁ ଶୁଣିବାକୁ ମିଳିଲା, ଯେ ଯୋଉମାନେ ପୁରୁଣା ବି ଜଏନ୍ କରିଛନ୍ତି ତାଙ୍କ ତାଙ୍କ ଘରକୁ ଯାଇକି ୱେଲକମ୍ ମିଟିଂ କରିବା। ଯଦି ତାଙ୍କ ଘରେ ୱେଲକମ୍ ମିଟିଂ ହେଇନି, ତାଙ୍କ ଘରେ ୱେଲକମ୍ ମିଟିଂ କରିବା ମିନ୍ସ ବହୁତ ସାରା ଖର୍ଚ୍ଚାନ୍ତ ହବା, ଏଇ କଥା ନୁହେଁ। ତ ୱେଲକମ୍ ମିଟିଂର କରିବା ଉଦ୍ଦେଶ୍ୟ ହଉଛି ଯେ ଯୋଉ ଯୋଉ ଜିନିଷ ତାଙ୍କ ପାଖରେ ନାହିଁ ତାଙ୍କୁ ସେଇ ସେଇ ଜିନିଷ ଦବା। ସପୋଜ ତାଙ୍କ ପାଖରେ ଆରସିଏମ ର ଆପ୍ ଟା ଡାଉନଲୋଡ ନାହିଁ, ତାଙ୍କୁ ଆପ୍ ଟା ଡାଉନଲୋଡ କରିଦେଲେ ତାଙ୍କୁ ଦେଖେଇ ଦେଇପାରିବା ଗତ 2 ମାସର ଆଉ ଏ ମାସର ଟୋଟାଲ ଟର୍ନଓଭର କେତେ ହେଇଛି, ତାକୁ ଦେଖେଇ ଦେଇପାରିବା। ତ ଯୋଉମାନଙ୍କର ଗତ ମାସରେ ଏ, କେତେ କେତେ ଟର୍ନଓଭର ରୁ କେତେ କେତେ କମ ରୁ କୋଉ କୋଉ ପୋଜିସନ କମ ହେଇଛି ତାକୁ ବି ଦେଖେଇ ଦେଇ ପାରିବା। ତାଙ୍କ ଗ୍ରୁପ ରେ କିଏ କିଏ ଅଛନ୍ତି ତାକୁ ବି ଲିଷ୍ଟ କରିକି ଦେଖେଇ ଦେଇ ବି ପାରିବା। ଦେଖନ୍ତୁ ଆପଣଙ୍କ ଟିମରେ ଏତେ ଏମାନେ ଅଛନ୍ତି, ଏମାନଙ୍କୁ ଯଦି ଆପଣ ଫଲୋ କରିବେ, ସେମାନଙ୍କର ଯଦି କନସିଷ୍ଟେନ୍ସିରେ ସାମିଲ ହେବେ, ଯୋଉମାନେ 1500 ଭିତରେ ରହୁଛନ୍ତି ତାଙ୍କୁ ଯଦି 1500 କୁ ଆଣିବେ, ତାହେଲେ ଆମେ ତା ଦେହରେ ବି ଆମର ଗ୍ରୋଥ ହେଇପାରିବ, ତାକି ନୂଆ ଭାଇଟାଲ ବି ଡେପ୍ଥରେ ତିଆରି ବି ହେଇଯାଇ ପାରିବ। ତ ପ୍ରଥମେ ନିଜର ଡେପ୍ଥକୁ ଦେଖିବା ନିହାତି ଜରୁରୀ, ପୁରା ଲାଷ୍ଟରେ କିଏ ଅଛନ୍ତି। ତ ତା ଉପରକୁ ଉପରକୁ ସବୁ ଜଣେ ବିଗନର ଯଦି ହେଇଗଲା, ତା ଉପରେ ଯିଏ ବି 5000 କରିବ ସେ ବି ବିଗନର। ତା ଉପରକୁ ଯିଏ ବି 5000 କରିବ, ତାମାନେ ଗୋଟେ ଗୋଟେ ଜଏନିଂ ରେ ଯୋଉ ଲାଷ୍ଟରେ ଯିଏ ବିଗନର ହେଲା ତା ଉପରକୁ 5,000 ବଢିକି, ତ ଆପଣଙ୍କ ପାଖକୁ ହେଇଗଲା ବେଳକୁ ଆପଣଙ୍କର 100% ରୁ 200% ର ଗ୍ରୋଥ ବି ହେଇଯାଉଛି ସମସ୍ତଙ୍କର, ଆପଣଙ୍କର ବି ହେଇଯିବ। ତ ମେନ୍ ହଉଛି ୱେଲକମ୍ ମିଟିଂ। ଆଚ୍ଛା, ଦ୍ୱିତୀୟ କଥା, ସେଇ ୱେଲକମ୍ ମିଟିଂରେ ତାଙ୍କୁ ବିଗନର ପିନ୍ ର ଆଇଡିଆ ତାଙ୍କୁ ଦବା ନିହାତି ଜରୁରୀ। କାରଣ ଟର୍ନଓଭର କୁ 20,000 ପିଭି କରିକି ତାଙ୍କର କେମିତି ତାଙ୍କର ସେ ଜାଗାରେ ବିଗନର ପିନ୍ ପହଞ୍ଚି ଯାଇପାରିବେ। ଡାୟମଣ୍ଡ କ୍ଲବ ଗୋଟେ ତରିକା ବି ଅଛି। ତା ସହିତ ଉଡାନ କୋର୍ସ ବି ଟିମରେ ଯଦି 2 ଜଣ କରିଦଉଛନ୍ତି, ତାହେଲେ ସେଠି ବି 5,000 ପିଭି ହେଇଯାଉଛି। ତ ତା ସହିତ
ମାନେ ବହୁତ ସାରା ତରିକା ବି ଅଛି। ତ ଆମେ ସେଥିରେ ଆମେ ବିଗନର ପିନ୍ ଆମେ କରିଦେଇ ପାରିବା ଡେପ୍ଥରେ। ଆଉ ତା ସହିତ ମ୍ୟାକ୍ସିମମ୍ ୱେଲକମ୍ ମିଟିଂ ତ କରିବା, ତା ସହିତ ୟୁଏଲପି କ୍ୱିକ୍ର ସଂଖ୍ୟା ବି ବଢ଼େଇବା। ଟିମ୍ରେ ମ୍ୟାକ୍ସିମମ୍ ଜାଗାରେ ଆମେ ୟୁଏଲପି କ୍ୱିକ୍ ଯଦି ଆମେ କରୁଛେ, ତାହେଲେ ଆମେ ଲୋକଙ୍କର ଯୋଉ ଧାରଣା ଅଛି ସେ ସବୁ ଧାରଣାକୁ ଆମେ ପୁରା କରିଦେଇ ପାରୁଛେ। ନୂଆ ୟୁଏଲପି କ୍ୱିକ୍ ମାତ୍ର ଅଧଘଣ୍ଟେ ରହୁଛି। ସେ ଅଧଘଣ୍ଟେ ଭିତରେ ସବୁ କିଛି କମ୍ପ୍ଲିଟ୍ ହେଇଯାଉଛି, ୱିଥ୍ ଡେମୋ ବି ହେଇଯାଉଛି। ପାଟକୁରାରେ ଆମେ କରିକି ଦେଖିଥିଲୁ, ଡେମୋ ବି ହେଇଯାଉଛି। ଆଉ ତା ସହିତ ସ୍ପିଡ ବଢେଇବା ନିହାତି ଜରୁରୀ, କାରଣ ଆଜି ପର୍ଯ୍ୟନ୍ତ ଆଜି 20 ତାରିଖ ହେଇଗଲା, 20 ଦିନରେ ଯୋଉ ସ୍ପିଡ ଆମେ ନେଇଛେ, ତ ସେ ସ୍ପିଡକୁ ବଢେଇବା ନିହାତି ଜରୁରୀ। ତ ସେଥିଲାଗି ସବୁ ସେଗମେଣ୍ଟ ଉପରେ ଆମକୁ କାମ କରିବା ଦରକାର। ଯେମିତିକି ଉଡ଼ାନ ହେଲା, ଉଡ଼ାନ କୋର୍ସ ହେଲା, ତ ତା ଦେହରେ ପେଣ୍ଟସ୍ ଉପରେ ବି କାମ କରିବା ଦରକାର, ନ୍ୟୁଟ୍ରି ଚାର୍ଜ ଉପରେ ବି କାମ କରିବା ଦରକାର, ହରିଶ ସଞ୍ଜୀବନୀ ଅନଲାଇନ ଅର୍ଡର ଇଏ ଉପରେ କାମ କରିବା ନିହାତି ଦରକାର। ତ ଆମର ରଣନୀତି କଣ କଣ ରହୁଛି ସେ ବିଷୟରେ ତ ଡିସ୍କସନ କରିବା, କିନ୍ତୁ ସବୁଠୁ ବହୁତ ବଡ କଥା, ଯେ ପାୱାରଫୁଲ କଥା, ଯେ ଆଜି ଦିନ 3ଟା ବେଳେ ଯୋଉ କି ସୋଲର ଯୋଉ ସ୍ପେଶାଲ ଟ୍ରେନର ଆପଏଣ୍ଟମେଣ୍ଟ ପାଇଛନ୍ତି କେବଳ ଆମର ଗ୍ରୋଥ କରିବା ପାଇଁ, ଆମର ଉନ୍ନତି କରିବା ପାଇଁ ତାଙ୍କୁ କମ୍ପାନୀ ଆପଏଣ୍ଟମେଣ୍ଟ ଦେଇଛି। ସେ ପୁଣି ଓଡ଼ିଆ ଟ୍ରେନର, ଆଉ ଆମକୁ ସହଯୋଗ ବି କରିବେ। ଆମକୁ ପ୍ରାକ୍ଟିକାଲ ଫିଲ୍ଡରେ ଯାଇକି ସହଯୋଗ କରିବେ। ଆମେ ଯୋଉଠି 40 ଜଣରୁ 50 ଜଣ ସାଥୀଙ୍କୁ ବସେଇ ଦବା, ତ ସେଠିକି ସେ ଯାଇକି ତାଙ୍କୁ ସପୋର୍ଟ କରିବେ। ତ ସେଠି ସେଠି ତାଙ୍କୁ ଡେମୋ ବି ଦେଖେଇବେ। ତ ସେଠି ଟ୍ରେନିଂ ବି ଦେବେ, ବହୁତ ସାରା କାର୍ଯ୍ୟକ୍ରମ କରିବେ। ତ ଆଜି ତାଙ୍କ ସହିତ ଇଣ୍ଟ୍ରୋଡକ୍ସନର ଗୋଟେ ମିଟିଂ ଆମ ରଖାଯାଇଛି, ଆମ ଟିମରେ ଦିନ 3ଟା ବେଳେ ରଖାହେଇଛି। ସମସ୍ତଙ୍କୁ ବିଶେଷ ଅନୁରୋଧ, ଦେଖନ୍ତୁ ଯେତିକି ଆମେ କରୁଛେ ତାଠୁ ଆମେ 100 ଗୁଣା ଯଦି ଅଧିକା ଚିନ୍ତା କରିକି ଅଧିକା ଯଦି କରିବା, ତାହେଲେ ଆମେ ବହୁତ ବଡ଼ କାମ କରିଦେଇ ପାରିବା। ଟିମରେ ଯିଏ ବି ଆମ ତଳେ ଯିଏ ବି ଯାହାକୁ ଜଏନିଂ କରନ୍ତୁ, ଆମେ ଯଦି ସମସ୍ତଙ୍କୁ ଫୋନ କରିକି ଆମେ ଲିଙ୍କ ପଠେଇବା, ତ ସମସ୍ତଙ୍କ ସହିତ ଆମେ ଯୋଗାଯୋଗରେ ରହିବା, ତ ତାଙ୍କୁ 2:30 ବେଳୁ ପୁଣି ଥରେ ମନେ ପକେଇଦବା ଯେ ଆପଣ ଆପଣ ବି ଆପଣଙ୍କ ଟିମର ଯାହାକୁ ଡାକିଥିଲେ ତାଙ୍କୁ ବି ଡାକନ୍ତୁ। ତ ଯଦି ଆମେ ଡାକିଦବା, ତ ସେଠି ଯୋଉ ମୁମେଣ୍ଟଟା ମୁମେଣ୍ଟଟା ହଉନଥିଲା ଟିମରେ, ଯୋଉ ସ୍ପିଡରେ ଗ୍ରୋଥ ହଉନଥିଲା, ଲୋକଙ୍କ ମନ ଭିତରେ ବହୁତ ସାରା ଧାରଣା ବି ପରିବର୍ତ୍ତନ ଆଜି ହେଇଯିବ। ତ ଇଏ ଧାରଣାକୁ ପରିବର୍ତ୍ତନ କରିକି ଗୋଟେ ବହୁତ ଭଲ ବିଚାର ମନ ଭିତରେ ଆସିକି, ତ ଇଏ ଯୋଉ 12 ଦିନରେ ଆପଣଙ୍କର ଯୋଉ ଗ୍ରୋଥ ବିଷୟରେ ଆଜି ଡିସ୍କସନ ହେଲା, ସେ ବହୁତ ଆପଣଙ୍କୁ ସପୋର୍ଟ କରିବ, ବହୁତ ସପୋର୍ଟ କରିବ। ତ ସେଥିଲାଗି ଆଜି ଦିନ 3ଟା ବେଳେ ର ଯୋଉ ମିଟିଂ ରହିଛି ସଙ୍ଗୀତା ମ୍ୟାଡମଙ୍କ ସହିତ, ତ ସେ ପ୍ରୋଗ୍ରାମକୁ ପ୍ରାୟୋରିଟିରେ 1 ନମ୍ବରରେ ରଖିବା ଦରକାର। ଟିମରେ ଯୋଉମାନେ ବି ଅଛନ୍ତି, ଆପଣଙ୍କ ପାଖରେ ଯଦି ଟିମର ଲିଷ୍ଟ ଅଛି, ଲିଷ୍ଟ ଅନୁସାରେ କାଳେ କିଏ ରହିଯାଇଥିବ ତାକୁ ଦେଖିକି ତାଙ୍କୁ ଫୋନ କରିବା, ତାଙ୍କୁ ଲିଙ୍କ ପଠେଇବା, ଇଏ ନିହାତି ଜରୁରୀ। 2:30 ବେଳେ ପୁଣି ତାଙ୍କୁ ଫୋନ କରିବା, ଇଏ ବି ନିହାତି ଜରୁରୀ। ଆଉ ତା ଛଡା ଅମ୍, ଆମେ ସେମାନଙ୍କୁ ଏଇ ଜାଗାରେ ବସେଇଲେ, ତ ସେମାନଙ୍କ ମନ ଭିତରେ ଗୋଟେ ବହୁତ ଭଲ ଧାରଣା ଆସିପାରିବ ଯେ ଆମର ସପୋର୍ଟ, ଆମର ଉନ୍ନତି କରିବା ପାଇଁ ଯଦି ଗୋଟେ ଫୋର୍ସ ପୁରା ଲାଗିଯାଇଛି ଆମର ଉନ୍ନତି କରିବା ପାଇଁ, ତାହେଲେ ଆମେ କାହିଁକି ପଛେଇବା। ତ ଇଏ ହଉଛି ବହୁତ ବଡ କଥା। ତ ତାକୁ ଆମେ ଆମେ ଆଜି ଶିଖିଲେ ଏଇଆ, ଯେ ବିଗିନର ପିନ୍ ବଢେଇବା ପାଇଁ ୱେଲକମ୍ ମିଟିଂ ଆମେ କରିକି, ତ ସେମାନଙ୍କର ଡେପ୍ଥରେ କିଏ କାହା ପାଖରେ 5,000, କାହା ପାଖରେ 10,000, 20,000, ଏଇ ହିସାବରେ କରିକି ବିଗିନର ପିନ୍ର ସଂଖ୍ୟା ବଢେଇବା, ଇଏ ନିହାତି ଜରୁରୀ। ଆଉ ତାକୁ ସହଯୋଗ କରିବା ପାଇଁ, ଆମର ମୁଡକୁ ଠିକ ହବା ପାଇଁ ଆଜି ମିଟିଂରେ ବସିବା ନିହାତି ଜରୁରୀ। ତ ଆଗକୁ ବହୁତ ବହୁତ କିଛି କରିପାରିବା। ତ ଆଜି ଆମେ କଣ ସଂକଳ୍ପ ନେଇଛେ, ଯେ କଣ କରିବା ଆମେ, ତ ତା ଉପରେ ଆମେ ଡିସ୍କସନ କରିବା। ପ୍ରଥମେ ଆକାଶ। ନମସ୍କାର ସାର୍, ଜୟ ଆର୍ ସାର୍। ଆଜି ତ ମିଟିଂ ବହୁତ ପାୱାରଫୁଲ ମିଟିଂ ଥିଲା। ଆଜି ଆମେ ଏଇ ଆମେ ମାସରେ କେବଳ ଏତିକି ସଂକଳ୍ପ, ଆମେ କଣ ସଂକଳ୍ପ ନେଇଛେ ଆଜି ମିଟିଂ ଦେଖି ସାରିଲା ପରେ, କଣ ମନ ମନ ଭିତରେ ପରିବର୍ତ୍ତନ ହେଇଛି, କଣ ସଂକଳ୍ପ ତ ନେଲେ? ମୁଁ ସଂକଳ୍ପ ନେଇଛି ଯେ ଯୋଉମାନଙ୍କର 10,000 5,000 ପିଭି ଲାଗୁଛି, ତ ସେଇମାନଙ୍କୁ ନୂଆ ଭାଇଟାଲ ପିନ୍, ଆମ ବିଗନର ପିନ୍ କୁ ପ୍ରଥମେ ତାଙ୍କୁ ଏଇ ମାସ ଭିତରେ ତାଙ୍କୁ କରିବାକୁ ଚେଷ୍ଟା ଅଛି। ତ ଏଇ ମାସରେ ମିନିମମ୍ 2ରୁ 3ଟି ବିଗନର ପିନ୍ ଆମ ଟିମ ରେ ଜେନେରେଟ କରିବାକୁ ଚେଷ୍ଟା ଚାଲିଛି।
ଆଉ ଏବେ ତ ବିଜନେସ ଚାଲିଛି ଭଲ। ଆଉ ଏଇ ମାସ ଭିତରେ 70,000 ଟୋଟାଲ ବିଜନେସ କରିବାର ଅଛି। ବିଜନେସ୍ ନୁହେଁ, ଅଭିଯାନ। ଅଭିୟାନ କରିବାର ଅଛି। ଓକେ, ଗ୍ରୋଥ। ଓକେ। ଆରତି ଅପା। ଜୟ ଆସିଏମ୍ ସମସ୍ତଙ୍କୁ ସୁପ୍ରଭାତ, ଚାନ୍ଦ ସାର୍ଙ୍କୁ ନମସ୍କାର। ଆଜି ଆଜି ମୁଁ ସଂକଳ୍ପ ନଉଛି, ଯଦି ପ୍ରିୟଙ୍କା ମ୍ୟାମ୍ ଆମ ଲେଡିଜ ମାନଙ୍କ ପାଇଁ ଏତେ ବଡ ମାନେ ଗୋଟେ ପ୍ରୋଗ୍ରାମ କରୁଛନ୍ତି, ଯୋଉଟା କି ଆମର ଗ୍ରୋଥ ପାଇଁ ସେ ଆମ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଯଦି ଗୋଟେ ନାରୀ ଜନ୍ମ ହେଇ ତାର ଘର ବାହା ହେଇ ବାହା ହେଇକି ଶାଶୁଘରକୁ ଗଲା, ଶାଶୁଘରେ ତା ଦାୟିତ୍ୱ ନିଭେଇଲା, ସବୁ କାମ ସାରିଲା, ତାପରେ ପିଲାମାନଙ୍କ କଥା ବୁଝିଲା, କିନ୍ତୁ ନିଜ କଥା ନିଜେ ଚିନ୍ତା କଲାନି, ନିଜର ଉନ୍ନତି ଦେଖିଲାନି। ତେଣୁ ମୁଁ ସଂକଳ୍ପ ନଉଛି, ମୋ ଟିମର ଯେତେ ଲେଡିଜ ଯୋଉମାନେ ବିଘ୍ନ ବିଘ୍ନ ଅଛନ୍ତି, ମାନେ ପାଖାପାଖି 10,000 ବିଭି ଗଲାଣି, ମୁଁ ତାଙ୍କୁ କେମିତି ମାନେ ବିଘ୍ନ କରିବି। ଆଉ ଯୋଉମାନେ ବିଘ୍ନରୁ ଅଧିକ ଅଛନ୍ତି, 30,000 ବିଭି ପର୍ଯ୍ୟନ୍ତ ଗଲେଣି, ମୁଁ ତାଙ୍କୁ କେମିତି ଷ୍ଟାର୍ଟର କରିବି। ଆଉ ଯୋଉମାନେ ଷ୍ଟାର୍ଟର ବି ପାଖାପାଖି ହେଲେଣି, ମୁଁ ତାଙ୍କୁ ତା ଉପରକୁ ଯିବା ପାଇଁ ଚେଷ୍ଟା କରିବି। ଆଉ ନିଜେ ମୋର ନିଜର ଗ୍ରୋଥ କେମିତି ବଢେଇବି। ମୁଁ ଆଜି 3ଟା ବେଳକୁ ସମସ୍ତଙ୍କୁ ଫୋନ କରି ଡାକିବି, ସମସ୍ତେ ମିଟିଂରେ ବସିବେ। ମିଟିଂରେ ବସିଲା ପରେ ତାଙ୍କ ନିହାତି ପଜିଟିଭ ହେବେ ବୋଲି ମୁଁ ଆଶା କରୁଛି। ଏତିକି କହି ମୁଁ ସଦୁଛି। ଓକେ, ଥ୍ୟାଙ୍କ ୟୁ ଅପା। ସାହୁ ଭାଇ। ଆଜି ତ ସଂକଳ୍ପ ବହୁତ ବଢିଆ ଜିନିଷ ହେଲା, କିନ୍ତୁ ସଂକଳ୍ପ ନେବା ଦରକାର ଯେତେ ମିନିମମ୍ 30 ଜଣ ଲୋକଙ୍କୁ ଏକ୍ସଟ୍ରା ବସେଇବା ଦରକାର କୋଉଥିରେ, 3ଟା ବେଳେ, ଯାହାଫଳରେ କି ଆମେମାନେ ବଡ ସକ୍ସେସ୍ ହେଇଯାଇପାରିବା। ମିନିମମ୍ 30 ଜଣ ଲୋକଙ୍କୁ ବସେଇବା ପାଇଁ ଉଦ୍ୟମ ଜାରି ରଖିଛି। ଅବଶ୍ୟ ସକାଳୁଆ ଟିକେ ଲୋକ ବସି ପାରୁନାହାନ୍ତି, ତଥାପି ମୁଁ ଏବେ ତାକୁ ଫୋନ କରିକି ଦିନ ଯାକ ଭିତରେ ସମସ୍ତେ ଫୋନ କରି 3ଟା ବେଳେ ବସେଇବା ପାଇଁ ଉଦ୍ୟମ କରିବି। ଆଉ ତ ଭାଇଟାଲ ପିନ୍ କୁ ଆମେ ଆଗକୁ ନବା, ଏଇ ଗୁରୁତ୍ୱପୂର୍ଣ୍ଣ କାମ ବି କରିବା। ଓଭର ଟୁ ଶତପତି ବାବୁ। ଡେପ୍ଥ ଡ୍ରାଇଭ୍ ନିହାତି ଆଜ୍ଞା ଜରୁରୀ। ଆଜ୍ଞା ଆଜ୍ଞା। ଡେପ୍ଥରେ କିଏ 5,000 ହେଇଛି ତ ସେଇ ଜାଗାରେ ଆମେ ହଁ, ଯୋଉମାନେ 5,000 ବିଭି ତା ଉପରକୁ ଡାଇମଣ୍ଡ, ଯଦି ଡାଇମଣ୍ଡ କ୍ଲବ କଲେ ସେମାନଙ୍କୁ ବି ବିଗନର ପିନ୍ ହେଇପାରିବେ। ଏଇ ଉଦ୍ୟମ ବି ଜାରି ରହିଛି। ଓକେ। ଓଭର ଟୁ ଶତପତି ବାବୁ। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ। ସାର୍ ନମସ୍କାର। ସାର୍ ମେନ୍ ହେଲା କଣ କି, ମୁଁ ଯାହା ଆଜି ଦେଖିଲି, ଆମେ ଯାହାକୁ ଜଏନ୍ କରିବା ତାଙ୍କ ଘରେ ଯାଇକି ଗୋଟେ ୱେଲକମ୍ ମିଟିଂ କରିକିରି ତାଙ୍କର ରିଲେସନ ମାନଙ୍କୁ ଡାକି ବସେଇକିରି ଗୋଟେ ମିଟିଂ କଲେ। ମୁଁ ତ ଏଇ ମାସରେ 2 ଜଣଙ୍କୁ ଜଏନ୍ କଲିଣି, 5 ଜଣଙ୍କୁ ମୋର ଟାର୍ଗେଟ ଅଛି। ଆଉ ତାଙ୍କ ସହିତ ଇଏ କରି ତାଙ୍କୁ ମୋଟିଭେଟ କଲେ ବହୁତ ଭଲ ହବ। ଆଉ ଏ ତ ବିଘ୍ନରକୁ ଏ ବଢେଇବ ସେ ବଢେଇବ, ସେଇଟା ତ ଅଲଗା କଥା ସାର୍। ଯାହାକୁ ଜଏନ୍ କରିବ, ମେନ୍ ହେଲା ତା ମୋଟିଭେଟର ଟାକୁ ପୁରା କ୍ଲିୟର କରିବା ଦରକାର। ହଁ, ଏତିକି। ସେଇଟା ଆଉ ନିହାତି ଆଜି ତ ଦରକାର। ମିଟିଂ ରେ ବସିବେ ସାର୍, ମୁଁ ସମସ୍ତଙ୍କୁ ଫୋନ କରିଦେଇଛି। ଆଉ ସାର୍ କହିବା ଆଉ କରିବା ଭିତରେ ବହୁତ ଫରକ, କିନ୍ତୁ ମୁଁ ଯାହା ଭାବିଲି, ଆମେ ଯୋଉ ଜଏନ୍ କରୁଛେ ସାର୍, ୱେଲକମ କରିବା ତାଙ୍କ ଘରେ। ଆଉ ତାଙ୍କୁ କହିବା ଦରକାର ଯେ ଆମେ ଯିବୁ, ଆପଣ 5-6 ଜଣଙ୍କୁ ଡାକନ୍ତୁ ଆପଣଙ୍କର ରିଲେସନ କୁ। ଆଉ ଏଇଟା କଲେ ବହୁତ ଭଲ ହବ ସାର୍। ନିହାତି। ଆକ୍ଚୁଆଲି ଏଇଟା ହିଁ ଆଜ୍ଞା କରିବା ଆଜ୍ଞା ଦରକାର। ଏଇଟା ହିଁ ଆଜ୍ଞା କରିବା ଦରକାର ଯେ ଆମେ ଯୋଉଠି ବି ୱେଲକମ୍ ମିଟିଂ କରୁଛେ, ତ ତାଙ୍କର ପଡ଼ିଶା ଘର ହୁଅନ୍ତୁ, ରିଲେସନ୍ ହୁଅନ୍ତୁ, ତାଙ୍କୁ ଇନଭାଇଟ୍ କରିବା। ତ ତାଙ୍କୁ ସିଷ୍ଟମ୍ ବିଷୟରେ ବୁଝେଇବା। ସିଷ୍ଟମ୍ ବିଷୟରେ ବୁଝେଇ ସାରିଲା ପରେ ତାଙ୍କୁ ଗ୍ରୋଥ ବିଷୟରେ ବି ଦେଖିବା, ଭାଇଟାଲ ପିନ୍ କେମିତି ଆଜ୍ଞା 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 ତା ବିଷୟରେ ଆଜ୍ଞା ବି ବୁଝେଇବା, ତାକି ତାଙ୍କ ଆଜ୍ଞା। ମନ ଭିତରେ ଗୋଟେ ଧାରଣା ଆସିବ। ସେ ଜାଣିବେ କି ହଁ, ଏମିତି କିଛି ହଁ, ଗୋଟେ ଇଏ ଗୋଟେ, ହଉଛି। ହଁ, ଯେ ମତେ ଯିଏ ଡାକିଛି ଏଠିକି, ସିଏ ବି ଗୋଟେ ଭଲ ସଂସ୍ଥାରେ ଅଛି। କାରଣ ସାର୍ ଆରସିଏମ ଟା ଟିକେ ଡାଉନ ହେଇଯାଇଥିଲା, ତ ଏବେ ଏତେ ଇମ୍ପ୍ରୁଭ କଲାଣି, ସେମାନେ ବୁଝି ପାରୁନାହାନ୍ତି। ସେଥିପାଇଁ ମୁଁ କହୁଛି ଟିକେ ଯାହାକୁ ଜଏନ୍ କରିଛେ ଆମେ, ତାଙ୍କୁ ତାଙ୍କର ରିଲେସନ କୁ ବସେଇକିରି ମୁଁ ନିଶ୍ଚୟ ଇଏ କରିବି। ଆଉ ମୋର କଟକରେ ଟିମ୍ ଟା ମୋର ବଢେଇବି ସାର୍। ଆଉ ଫେବୃଆରୀ 8 ଅଛି, ଦେଖାଯାଉ ପ୍ରଭୁଙ୍କ ଇଚ୍ଛା। ଆଉ ବହୁତ ବଢିଆ। ଏଇଆ ମୁଁ ଚିନ୍ତା କରିଛି ଆଉ ସାର୍। ସାହୁ ଭାଇ ଅଛନ୍ତି, ଆପଣଙ୍କୁ ସହଯୋଗ କରିବେ। ଆଜ୍ଞା ଆଜ୍ଞା, ସାହୁ ଭାଇ ତ ନିଶ୍ଚୟ କରିବେ। ଆଜ୍ଞା।
ଆଜ୍ଞା। ରଖୁଛି ସାର୍। ଆଜ୍ଞା ବହୁତ ବଢିଆ। ତା ଛଡା ଆଜିର ମିଟିଂଟା ବି ବହୁତ ଇମ୍ପୋର୍ଟାଣ୍ଟ, କାରଣ ଯୋଉମାନେ ବି ରହିଯାଇଛନ୍ତି ଆମେ ଲିଷ୍ଟ ଦେଖିଲେ ନା ମନେ ପଡିଯିବ ଯେ ଆଙ୍କୁ ମୁଁ କହିନି। ସପୋଜ ଆମେ ଆପଣଙ୍କ ଟିମରେ ଅଳକା ମ୍ୟାଡାମଙ୍କୁ କହିନାହାନ୍ତି କି ଆଉ କାହାକୁ ଆଜ୍ଞା 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 କହିନାହାନ୍ତି, ହଁ କି କାରଣ ମନେ ପଡିଯିବ ଯେ ଆରେ ମୁଁ ଏମାନଙ୍କୁ କହିନି ତ ସେମାନଙ୍କୁ କହିଦେଇ ପାରିବା। ସମସ୍ତେ ବି ଆଜ୍ଞା ତ ଆପଣଙ୍କର ନିଜର। ଆଜ୍ଞା ଆଜ୍ଞା ସେଇଟା ତ ମେନ୍। ଆଜ୍ଞା ଓକେ, ବହୁତ ବଢିଆ କଥା। ପ୍ରବୀଣା ମ୍ୟାଡାମ, ଆଜ୍ଞା ଅନମ୍ୟୁଟ କରନ୍ତୁ ଆଜ୍ଞା। ଆଜ୍ଞା। ସାର୍ ନମସ୍କାର। ସାର୍ ଗ୍ରୋଥ ଧୀରେ ଧୀରେ ସାର୍ ଚାଲିଛି ଆଉ ଧୀରେ ଧୀରେ ଚାଲିଛି। ତାପରେ ଆଜି ଯୋଉ ପ୍ରୋଗ୍ରାମଟା ସାର୍, ଯୋଉ ଗୋଲ୍ଡେନ ଚାନ୍ସ ପ୍ରୋଗ୍ରାମ ଆମ ଲେଡିଜ ମାନଙ୍କର, ସେଇଟା ପାଇଁ ବି ସାର୍ ମୁଁ ସକାଳୁ 7-8 ଜଣଙ୍କୁ ବି ଫୋନ କରିଛି। ଫେର ତାଙ୍କୁ 2ଟା ବେଳେ ଆଉଥରେ ବି ଫୋନ କରିବି। ସେଇଟା ପାଇଁ ମୁଁ ସାର୍ ବେଶୀ ଇମ୍ପୋର୍ଟାନ୍ସ ଦଉଛି, କାହିଁକିନା ଆମର ଯୋଉ କିଶୋର ବିଷୟରେ ଆଜି ଯୋଉ କିଏ ଲଗେଇକି କଣ ବାହାର ଜିନିଷ, କାହା ମୁହଁ ଇନଫେକ୍ସନ ହେଇଗଲାଣି, କାହାର କଣ ହେଇଗଲାଣି। ମୁଁ 2 ଜଣ ପାର୍ଲର ବାଲିଙ୍କୁ ବି କହିଛି, ସମସ୍ତେ ହଁ କରିଛନ୍ତି। ମୁଁ ଆଉଥରେ ତାଙ୍କୁ ଫେରି 2ଟା ବେଳେ ଆଉଥରେ ତାଙ୍କୁ ରିମାଇଣ୍ଡ କରିବି ଯେ 3ଟା ବେଳେ ବସ ବୋଲି। ଆଜ୍ଞା। ସେମାନେ ନିଶ୍ଚୟ ଆସିବେ ବୋଲି ମୋର ଆଶା। ଆଜ୍ଞା। ନାଇଁ, ଲିଙ୍କ ଦେଖାଯାଉ ବି କଣ ପଠେଇବା, ହଉଛି। ତାଙ୍କ ମୋବାଇଲରେ ଜୁମ୍ ବି ଇନଷ୍ଟଲ ହେଇଛି କି ନାହିଁ ଆଗରୁ ଟିକେ ହଁ ଦେଖିଦବା। ନାଇଁ, ମୁଁ ତାଙ୍କୁ କହିଛି। ହଁ, ସିଏ ଜଣେ କହିଲେ ମୋ ପାଖକୁ ଆସିବେ। ମୁଁ କହିଲି ହଉ ତମେ ଆସ। ହଁ ଜଣେ କହିଛନ୍ତି ଆସିବା ପାଇଁ, ଆସିବେ। ସେ କହିଲେ ଆମେ ଆମେ ଆପଣଙ୍କ ପାଖକୁ ଯାଇପାରିବୁ। ମୁଁ କହିଲି ହଉ ଆସ, ମୁଁ ଆଜ୍ଞା, ଏଇଠି ବସିବି, ଆମେ ସମସ୍ତେ ବି ଏଇଠି ବି କରିପାରିବା, କିଛି ଅସୁବିଧା ନାହିଁ। ସେ ବଢିଆ ଆଉ ଗୋଟେ ଲାଗିବ। ଝିଅଟିଏ, ନୂଆ ଝିଅଟିଏ ଜଏନ କରିଛି, ତାକୁ ବି କହିଛି, ସେ ବି ହଁ କରିଛି। ସମସ୍ତେ ହଁ କରିଛନ୍ତି। ଦେଖାଯାଉ, ବଢିଆ ସବୁ ତ ହେଇପାରିବ। ପଜିଟିଭ ଆସିଛି ସାର୍। ହଁ, ତା ସହିତ ସେ ଲିଷ୍ଟ ଆମ ଯୋଉ ଅଛି, ଟିମ ର ଲିଷ୍ଟ ଯୋଉ ହଁ ଅଛି। ହଁ ସାର୍, ହଁ ସାର୍, ହଁ ସାର୍। ସାର୍ ଏଇ 12ଟା ପରେ ଫେରି ଆଉଥରେ ବି ସେମାନଙ୍କୁ, ଯୋଉମାନେ କିଏ ଅଛନ୍ତି, କିଏ ଆଭେଲେବୁଲ, କିଏ ଚାଲି ଯାଇଛନ୍ତି କୁଆଡେ, ତାଙ୍କୁ ଫେରି 2ଟା ପରେ ଫେରି ଆଉଥରେ ତାଙ୍କୁ ରିମାଇଣ୍ଡ କରିବାକୁ ପଡିବ। କଳ୍ପନାକୁ ଏଇଟା ତ ଫୋନ ସାର୍ କରିବୁ। ଆମ କାମ। ହଁ, କଳ୍ପନା ଲିଷ୍ଟ ବେହେରାକୁ ଏଇଟା ତ ଲିଷ୍ଟ ଫୋନ ଆମ ଅନୁସାରେ କାମ। ଆମେ ଯଦି କଥା ହବା, କାଳେ ହୁଁ। କିଏ ରହିଯାଇଥିବ ତ ତାଙ୍କୁ କହିବା ଯେ ନାଇଁ, ହଁ, ଆପଣ ବି ଫେରି ଆଉ ଦି ଆଉଥରେ ଜଣଙ୍କୁ ମୁଁ 5 2ଟା ପରେ ଜଣଙ୍କୁ। ଆଉଥରେ ସମସ୍ତଙ୍କୁ ଫୋନ କରିବି। ଖୋର୍ଦ୍ଧା ଟିକେ ଫୋନ କରିବି, ଏଠି ଫୋନ କରିବି, ସେଠି ଫୋନ କରିବି। ହଁ, ନାଇଁ, କଳ୍ପନାକୁ ସମସ୍ତଙ୍କୁ ଫୋନ କରିବୁ। କରିବି ସାର୍। ଅପା, ହଁ ଯାହାକୁ ଅପା, ହଁ ହଁ ଯାହାକୁ ଯାହାକୁ ବି ହଁ ଫୋନ କରିବା ତାଙ୍କୁ ବି କହିବା ଆଉ 5 ଜଣଙ୍କୁ ହଁ ବସାନ୍ତୁ, ଯିଏ ଜଏନ କରନ୍ତୁ ନ ହଁ କରନ୍ତୁ, ହଁ 5 ଜଣଙ୍କୁ ବସାନ୍ତୁ, ତାକି କଣ ହବ, ହଁ ସମସ୍ତଙ୍କ ଧାରଣା ପରିବର୍ତ୍ତନ ହେଇଯାଇ ପାରିବ। ଆଉ ତା ହଁ ଛଡା ସବୁଠୁ ବଡ ଏ- କଥା ଗ୍ରୋଥ ଏଇଥିପାଇଁ ଯେ ହୁଁ, ଆମେ ଆମ ଟିମରେ ଦେଖିଲେ ଇଓର ପରଚେଜ ହୁଁ, ଭଲ୍ୟୁମରେ ବି ଦେଖଉଛି ବର୍ତ୍ତମାନ ତା ତଳକୁ କାହାର କେତିକି ପରଚେଜ ଭଲ୍ୟୁମ ହେଇଛି ଟୋଟାଲ। ହୁଁ, ଏବେ ବି ଦେଖଉଛି, ହୁଁ, ଯୋଉଟା କେବଳ ରୟାଲଟି ଆଚିଭରଙ୍କ ଏଭବ ଦେଖଉଥିଲା, ଏବେ ସେଇଟା ହିଁ ଦେଖଉଛି। ତ ଆପଣମାନେ ବି ଦେଖିପାରିବେ କାହା କାହା ପାଖରେ କେତେ ପରଚେଜ ଭଲ୍ୟୁମ ହେଇଛି। ତ ୟା ଦ୍ୱାରା ଆମେ ଟିମର ଗ୍ରୋଥ ବି ବହୁତ ଭଲ କରିଦେଇ ପାରିବା। ବହୁତ ସାରା ଉପାୟ ଅଛି, ହୁଁ, ତ ସେ ଉପାୟକୁ ଆମେ ଅବଲମ୍ବନ କରିକି ଆମେ କରିପାରିବା। ଓକେ, ହଁ ଠିକ ସାର୍। ଅଛି ମିନତି ମ୍ୟାଡାମ। ଥ୍ୟାଙ୍କ ୟୁ। ଆଜ୍ଞା, ଥ୍ୟାଙ୍କ ୟୁ। ମିନତି ମ୍ୟାଡାମ, ଅନମ୍ୟୁଟ କରନ୍ତୁ ଆଜ୍ଞା। ହେଲା ନାଇଁ କଣ ଦେଖିଲୁ? ହଁ କୁହନ୍ତୁ, ଏଥର ଶୁଭିଲା। ହେଲା। ହଁ ଆଜ୍ଞା ସାର୍ ନମସ୍କାର। ଆଜ୍ଞା। ସବୁ ସାର୍ ମାନଙ୍କୁ ନମସ୍କାର, ସମସ୍ତଙ୍କୁ ନମସ୍କାର। ଆଉ ମୁଁ ତ କହିଛି ଲିଷ୍ଟ ଦେଖିକି ଆଜି ସବୁ ଫୋନ କରିବି ଆଉ। କରିବି ସମସ୍ତଙ୍କୁ 3ଟା ବେଳେ ବସିବା ପାଇଁ କିଶୋର ବିଷୟରେ। ଆଉ ଝିଅ ବି ଏବେ ଅଛି, ସିଏ ବି କହିଲା ମତେ 3ଟା ବେଳକୁ ପଠେଇଛି। ମୁଁ କହିଲି ଜୁମ୍ ମିଟିଂ ଶୁଣୁ, ସେ ଶୁଣୁଛି ସବୁ। ଆଉ କହିଛି 3ଟା ବେଳକୁ ସେ ବି ବସିବ। ଅନ୍ୟମାନଙ୍କୁ କହିବି ଆଜି ଯାଇକି ଆଉ। ଯାଇକି ଓକେ, କହିବି। ବହୁତ ଆଉ ବଢିଆ। ଲିଷ୍ଟ ଦେଖିକି କହିବି। ହୁଁ। ଆଉ ଓକେ, ଟିକେ ପରେ ଥଣ୍ଡା ଟିକେ କମିଗଲେ ମୁଁ ଯାଇ ଫୋନ ଫାନ ସବୁ କରିବି ସମସ୍ତଙ୍କୁ। ହୁଁ। ଆଚ୍ଛା ଆଚ୍ଛା, ହଉ ଠିକ ହଉ ଅଛି। ଓକେ, ଓକେ, ଥ୍ୟାଙ୍କ ୟୁ। ଓକେ, ନମିତା ମ୍ୟାଡାମ କୁହନ୍ତୁ। ସାର୍ ନମସ୍କାର, ଚାନ୍ସାଙ୍କୁ ମୋର ନମସ୍କାର। ଅଜୟ ଆର୍ସିଏମ୍। ସାର୍ ମୁଁ ତ ସମସ୍ତଙ୍କୁ କାଲି ଆପଣ ଗଲା ପରେ ମୁଁ ସମସ୍ତଙ୍କୁ କରିଦେଇଛି, ମାନେ ଫୋନରେ ଲିଙ୍କ ପଠେଇ ଦେଇଛି। 10 ଜଣଙ୍କୁ ପ୍ରାୟ ପଠେଇଛି। ହ୍ୟାଲୋ। ଆଜ୍ଞା ଆଜ୍ଞା, ଶୁଭୁଛି, କୁହନ୍ତୁ କୁହନ୍ତୁ। 10 ଜଣଙ୍କୁ ପ୍ରାୟ ହଉଛି ଲିଙ୍କ ଆମେ ପଠେଇ ଦେଇଛୁ କାଲି। ସାର୍ ଯାହାର ଜୁମ୍ ନଥିବ ସେ ଦେଖିପାରିବେନି? ମୋବାଇଲରେ ପ୍ଲେ ଷ୍ଟୋରକୁ ଯାଇକି ଜୁମ୍ ଇନଷ୍ଟଲ କରିବାକୁ ପଡିବ। ଓହୋ।
ହେଲେ ମୁଁ ଯୋଉମାନେ ଅଛନ୍ତି ତାଙ୍କର ଯୋଉ ନଥିବ ଯଦି ଦେଖିବେ ମୁଁ ନୟନ ସାର୍ଙ୍କୁ କହିବି ତାଙ୍କୁ ଇଏ କରିବେ ଆଉ। ହଁ, କହିବେ କି ପ୍ଲେ ଷ୍ଟୋର କୁ ଯାଇକି ଜୁମ୍ ଟାକୁ ଇନଷ୍ଟଲ ଯଦି କରିବା, ତାହେଲେ ଏଇଟାକୁ ଏ ଲିଙ୍କ କୁ ଟଚ୍ କଲେ ଆମେ ନିଜେ ଦେଖିପାରିବା। ଓହୋ ହୋ। ତ ମୁଁ ନୂଆ ମାନଙ୍କୁ କହିଛି ଯୋଉ ସେମାନେ ତ ଦେଖିପାରିବେନି, ଆମର ସିନା ଇଏ ଭିତରେ ଦେଖିପାରିବେ କିନ୍ତୁ ଯୋଉମାନେ ନୂଆ ଦେଖିବେ ନାଇଁ ବୋଲି ନାଇଁ, ଚାହିଁବେ। ସେମାନେ କରିପାରିବେ। ପ୍ଲେ ଷ୍ଟୋର କୁ ଯିବେ, ପ୍ଲେ ଷ୍ଟୋର କୁ ଆଜ୍ଞା ତାଙ୍କୁ କହିବେ ମୋବାଇଲରେ ପ୍ଲେ ଷ୍ଟୋର କୁ ଯାଇକି ZOOM ଜୁମ୍ ମାରିବେ, ସେଟାକୁ ଇନଷ୍ଟଲ କରିଦେବେ ମୋବାଇଲରେ। ତାକି ଆଜ୍ଞା। ସେ ସେଇଟା ଯେତେବେଳେ ଇନଷ୍ଟଲ ହେଇଯିବ, ତ ଏ ଲିଙ୍କରେ ଟଚ୍ କରିଦେଲେ ଆମେ ସେ ମିଟିଂରେ ବସିପାରିବେ। ହଁ ସାର୍ ପୁଣି ଆଉଥରେ ଫୋନ କରିକି ତାଙ୍କୁ ସେ ମୁଁ କହିଦେବି ପୁଣି ଆଉଥରେ। ହଁ, ଆଜି 3ଟା ବେଳେ ଯେମିତି ହେଲେ ବସିବେ। ଆଉ ଗ୍ରୋଥ କଥା ଆପଣ କହୁଛନ୍ତି ସେ ତ ଚାଲିଛି, ଦେଖାଯାଉ ଲାଷ୍ଟ ବେଳକୁ କଣ ଥିବ, ମୁଁ ଆଉ ସେ ଚିନ୍ତା କରିନି ସେଇଥିଲାଗି ତ ଏପର୍ଯ୍ୟନ୍ତ। ଟିସିଜି ସେଇଥିଲାଗି ତ ଆଜ୍ଞା। ମ୍ୟାଡାମ ଟିସିଜି ଆଜି 12 ଦିନ ଆଗରୁ ସିରିୟସ ହେଲେ। ହଁ ହଁ ସାର୍, ହଁ ସାର୍। ଲାଷ୍ଟ ବେଳକୁ ବହୁତ ସାରା ଅସୁବିଧା ହେଇଯିବ, ବହୁତ ମାନେ ବହୁତ କିଛି ହବାକୁ ଥିବ କିନ୍ତୁ ହବନି। କିନ୍ତୁ 12 ଦିନ ଅଛି ନା ଆମ ହାତରେ। ଆମେ ସାର୍ ଯଦି ଆମେ ପୁରା ତ ସାର୍ ମୋର ତ 5,000 ପିବି ହେଇସାରିଲାଣି ଅଲରେଡି, ଆଜ୍ଞା, ହେଇସାରିଲାଣି। ତାପରେ ଚେଷ୍ଟା କରିବେ ଆଉ କିଛି ଇଏ କରିବା ପାଇଁ ଆଉ। ହଁ, ଗୋଟେ ୟୋର ପରଚେଜ ଭଲ୍ୟୁମ ଅଛି ଆମର ଆପ୍ସ ରେ। ତା ଦେହରେ ଗୋଟେ ତୀର ଚିହ୍ନ ଅଛି ରାଇଟ ସାଇଡରେ। ଆପଣ ଅହ। ଆପଣ ସେଇ ତୀର ଚିହ୍ନକୁ ମାରିଲେ କାହା ପାଖରେ କେତିକି ପରଚେଜ ଭଲ୍ୟୁମ ହେଇଛି, ତ ସେତିକି ସେଇଟା ସବୁ ଦେଖା ହବ। ସେ ଦେଖେଇଲେ ଆପଣ ଜାଣିପାରିବେ ଯେ ଧରି ନିଅନ୍ତୁ କିଏ କାହା ପାଖରେ 2,500 ହେଇଛି, ତ ତାଙ୍କୁ ଆମେ ମୋଟିଭେଟ ବି କରିଦେଇ ପାରିବା। ଦେଖ, 2,500 ହେଇଛି, 2,500ରେ କିଛି କମିଶନ ନଥାଏ। ଆମେ ଯଦି ସେଇଠି 5,000 କରେଇ ଦେଇ ପାରିବା, ତାହେଲେ କମିଶନ ଆସିବ। ତ 5,000 କେମିତି ହବ ନା, ଆମେ ଯଦି 2-3 ଜଣଙ୍କୁ ଜଏନିଂ କରିଦବା, ସେଥିରେ ବି 5,000 ହେଇଯିବ। ଆଉ ଯଦି ନିଜେ ବି ପରଚେଜ କରିଦେବା, ସେଥିରେ ବି 5,000 ହେଇଯିବ। ତା ଛଡା ମାନେ ତାଙ୍କ ତଳେ ଧରନ୍ତୁ 3-4 ଜଣ ଅଛନ୍ତି, କେହି କିଛି ପରଚେଜ କରିନାହାନ୍ତି, ରିପରଚେଜ ଯଦି କରେଇଦବା, ସିଏ ବି ହେଇଯିବ। ଆଚ୍ଛା, ସେଥିପାଇଁ ସେମାନେ ମୋଟିଭେଟ କେମିତି ହେବେ ନା, ମୋଟିଭେଟ ହବା ପାଇଁ ତାଙ୍କ ଘରେ ୱେଲକମ ମିଟିଂ ରଖିକି ତାଙ୍କ ଟିମ୍ ଲୋକଙ୍କୁ ଡାକିବା, ତାଙ୍କର ପଡୋଶୀ ଘର ଲୋକଙ୍କୁ ଡାକିବା। ତ ତାଙ୍କୁ ୱେଲକମ କରିକି ଇଏ ବିଗନର ଯୋଉ ଅ, ଖୁସିଟା, ମାନେ ବିଗନର ଦେଲେ ଯୋଉ ଆନନ୍ଦ ତାଙ୍କୁ ହବ, ବିଗନର ପିନ୍ ଗୋଟେ ଆଚିଭମେଣ୍ଟ କରିବ। ତ ତାଙ୍କୁ ସେ ଜିନିଷ ଯଦି ତାଙ୍କ ଭିତରେ ଆସିଗଲା, ତାମାନେ 2,500 ଜାଗାରେ ବି ଆମେ 20,000 କରିଦେଇ ପାରିବା। ଆଉ ସେ ଜାଗାରେ ଯଦି 20,000 ହେଇଗଲା, ତାଙ୍କ ଉପରେ ଯିଏ ବି 5,000 5,000 5,000 କରୁଛନ୍ତି, ସେମାନେ ବି ସମସ୍ତେ ବିଗନର। ଆଉ ତା ଛଡା ଯିଏ ବି ତାଙ୍କ ବି ଲେଗରେ 10,000 କଲେ, ଆଉ ଟୋଟାଲ 40,000 ହେଇଗଲା, ତାହେଲେ ସିଏ ଷ୍ଟାର୍ଟର ହେଇଗଲେ। ତ ସେଇ ହିସାବରେ ବଢି ବଢି ବି ଚାଲିବ। ଆପଣ ବି ଯଦି ଚାହିଁବେ, ଏ ମାସରେ ମିନିମମ୍ ଅତି କମଟା ଆପଣଙ୍କର ଇଗଲ ପିନ୍ ରୁ ଆପଣ କେବେ କମ ବି ହବନି। ଅତି କମରେ ଆପଣଙ୍କର ଇଗଲ ପିନ୍ ମିନ୍ସ 1,15,000 ବିଜନେସ ରୁ କମ କେବେ ହବ ନାହିଁ। ତ ସେଥିଲାଗି ଚେଷ୍ଟା କରନ୍ତୁ। କିନ୍ତୁ ସେମାନଙ୍କୁ ମୋଟିଭେଟ କରିବା ପାଇଁ, ସେମାନଙ୍କ ଧାରଣାକୁ ପରିବର୍ତ୍ତନ କରିବା ପାଇଁ, ଯେମିତି ମିତାଞ୍ଜଳି ମ୍ୟାଡାମ କହିଲେ, ଲୋକ ଜାଣିଛନ୍ତି ଏଇଟା ଚାଲୁନି ଇଏ ସବୁ, କିନ୍ତୁ ଆଗକୁ ବହୁତ ବଡ ମାନେ ଭିଜନ ଦେଖେଇବା ପାଇଁ, ବର୍ତ୍ତମାନର ପରିସ୍ଥିତିକୁ ଦେଖେଇବା ପାଇଁ, ତ ଆଜି 3ଟା ବେଳେ ତାଙ୍କୁ ବସେଇବା ନିହାତି ଜରୁରୀ। ତାକି ସେ ଜାଣିବେ ଯେ ସାର୍ ଆମର ସଫଳତା ପାଇଁ ଆମର ସିଷ୍ଟମ ବି, କମ୍ପାନୀ ବି କେତେ ସହଯୋଗ ବି କରୁଛି ଆମକୁ। ଆମର ସଫଳତା ଆମେ ଚାହିଁଲେ ଆମେ କରିଦେଇ ପାରିବା। ଓକେ। ସାର୍ 3ଟା ପ୍ରୋଗ୍ରାମରେ ବି ବସିଲେ ଆମର ବି ଡେଭଲପ ହବ, କାରଣ କି ଏତେ ଲୋକ ବି ନିଜେ ଭାବିବେ ଯେ ଆମେ କିଛି ଗ୍ରୋଥ କରୁ ବୋଲି। ଆହୁରି ଅଧିକ ପରଚେଜ ଯୋଉମାନେ କରିଛନ୍ତି କରିଛନ୍ତି, ଯୋଉମାନେ ନ କରିଛନ୍ତି ଅଧିକ ବି ପରଚେଜ ହେଇପାରିବ, ଗ୍ରୋଥ ନିହାତି, ବି। ତା ସେଥିଲାଗି ବସେଇବା ନିହାତି ଜରୁରୀ। ଆଉ ପ୍ରତ୍ୟେକ ଯୋଉମାନେ ବି କାହାକୁ ଛାଡିବେନି, ମାନେ ଧରି ନିଅନ୍ତୁ ଆପଣଙ୍କ ଅଫଲାଇନ ଜଏନିଂ କରେଇଛନ୍ତି, କିମ୍ବା ଆପଣଙ୍କ ଡାଉନଲାଇନ କାହାକୁ ଜଏନିଂ କରେଇଛନ୍ତି, ତ ସମସ୍ତଙ୍କୁ ଫୋନ କରିବା। ଆଉ ସେ ଦେଖିଲେ କି ନାହିଁ, ତାଙ୍କର ଯୋଉ ମୋବାଇଲରେ ଇନଷ୍ଟଲ ହେଇଛି କି ନାହିଁ ଜୁମ୍, ଆଜ୍ଞା। ତ ତାଙ୍କୁ ଆମେ ଲିଙ୍କ ଟା ତ ପଠେଇ ଦେଇଛେ। ମୁଁ ପାଖାପାଖି 200 ଲୋକଙ୍କୁ ଲିଙ୍କ ପଠେଇ ଦେଇଛି, କିନ୍ତୁ 200 ଲୋକ ଭିତରୁ ମୁଁ ଦେଖୁଛି ତ ମାତ୍ର 30-40 ଜଣ ଦେଖିଛନ୍ତି। ତ ଓହୋ। ତ ସେମାନେ ଦେଖିଛନ୍ତି କି ନାହିଁ, ତାଙ୍କୁ ଫୋନ କରିକି କହିବା, ମୁଁ ଗୋଟେ ବଢିଆ ଇମ୍ପୋର୍ଟାଣ୍ଟ ଲିଙ୍କ ଗୋଟେ ପଠେଇଲି, 3ଟା ବେଳେ ଆମେ ଫ୍ରି ରହିବା।
ତ ସେଟା ବି ଆଜ୍ଞା କହିବା ତାକି କଣ ହବ ନା ଧୀରେ 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 ଆପଣଙ୍କର ଟିମ୍ ମଜବୁତ ହବ, ତାଙ୍କ ମନ ଭିତରେ କିଛି ଗୋଟେ ଗଠନମୂଳକ ମନୋଭାବ ବି ଆସିଯାଇପାରିବ। ସାର୍, ବହୁତ ମୋର ଭଲ। ତ ଆଖିର ଆପଣ ଦେଖିଛନ୍ତି କାଲି କେମିତି ସେ ମୁଁ ସରିଯାଉ ମୋର କାମ 10ଟା ବେଳକୁ ତାଙ୍କୁ ଫୋନ କରିକିରି ଏସବୁ ଜିନିଷ ଇଏ କରିବୁ ସାର୍। ଆଜ୍ଞା, ନୟନ ସାର୍ ତ ଅଛନ୍ତି, ଆଉ ଆଖିର କଣ ଦରକାର, ସିଏ ତ ଆପଣଙ୍କର ଆଖି। ନୟନ ସାର୍, ହଁ ସାର୍, ନୟନ ସାର୍ ଅଛନ୍ତି, ତାଙ୍କୁ ହଁ ତାଙ୍କୁ ମୋଟିଭେଟ କରିବା ପାଇଁ ଅଛନ୍ତି ନୟନ ସାର୍, ତାଙ୍କୁ ଇଏ କରିବେ ଆଉ ଅଧିକ ଆଉ। ଆଜ୍ଞା ଆଜ୍ଞା। ସାର୍ ସମସ୍ତଙ୍କୁ ବସେଇବୁ ଆଉ, ଆପଣ ବ୍ୟସ୍ତ ନୟନ ହେବେନି। ନୟନ ଏ, ମାନେ କଣ ଜାଣିଛୁ? ତୋ ଆଖିର ସେ ହେଲା ତୋ ଆଖି ନୟନ। ହଉ ଆଜ୍ଞା ଅପା ନମସ୍କାର। ନୟନ କହିଲେ ତୁ ଜାଣିପାରିଲୁନି ଇନଡାଇରେକ୍ଟଲି। ହଁ ମୁଁ ଜାଣିଛି। ହଉ ସାର୍, ଚାଲ ସାର୍, ୱେଲକମ୍ ସାର୍। ସାର୍ ଅନମ୍ୟୁଟ ହେଇନି। ଆରକେ ଚାंद ସାର୍, ସାର୍ ୱେଲକମ୍ ସାର୍। ନମସ୍କାର ନମସ୍କାର। ନମସ୍କାର ନମସ୍କାର। ଆପଣମାନଙ୍କର ଆଜି ଗ୍ରୋଥ ଆଲୋଚନା ଭଲ ଭାବେ ହେଉଥିଲା, ଆପଣମାନେ ସବୁ ଭଲ ଭାବେ ନିଜର ମତାମତ ବ୍ୟକ୍ତ କରୁଥିଲେ। ଆଉ ଆଜିର ଗୁରୁକୁଳରେ ଟିସିଜିଙ୍କର ଯୋଉ ଯାହା କଥା କହିଲେ ଗ୍ରୋଥ ବିଷୟରେ ଏବଂ 12 ଦିନରେ କେମିତି ଆମେ ଆଚିଭ କରିବା ସେ ବିଷୟରେ ଆପଣମାନେ ତ ଶୁଣିଛନ୍ତି। ତେଣୁ ଆଜି ସେ ଭିଡିଓ ବି, ଆଜିର ଭିଡିଓଟା ଏତେ ଭଲ ସବୁ ଇନଫରମେସନ ଅଛି, ଏତେ କଥା ସବୁ ଟିସିଜି କହିଛନ୍ତି, କୋଉ ପ୍ରକାରରେ ଆମର ଡେଭଲପମେଣ୍ଟ କରିବା, ଗ୍ରୋଥ କରିବା, ତାକୁ ମଧ୍ୟ ଆପଣମାନେ କେତେବେଳେ ଆଉ ଥରେ ଦେଖନ୍ତୁ। ଗ୍ରୋଥ ରେ ଯାହା ଯାହା ସବୁ ଗ୍ୟାସେସ୍ ଫର୍ମୁଲା ଅନୁସାରେ ଗ୍ରୋଥ ରେ ଯାହା ଯାହା ଅଛି 20ଟା ପଏଣ୍ଟ, ତା ଭିତରେ ମେନ୍ ତ ଯଦି ଗୋଟିଏ ଯୋଡ଼ିଏ ପଏଣ୍ଟ ଉପରେ ଆପଣ ଫୋକସ କରିବେ, ଅନ୍ୟ ପଏଣ୍ଟ ଗୁଡ଼ା ମନ ମନ କାଳକ୍ରମେ ହବ। ସେ ହଉଛି କଣ, ସେ ନିଜର ପରିସର ବଢେଇବେ। ପରିସର ବଢେଇବେ ମାନେ କଣ ନା ପ୍ରତିଦିନ ନୂଆ ନୂଆ ଲୋକଙ୍କ ସହିତ ସମ୍ପର୍କ କରିବେ, ପ୍ରତିଦିନ ନୂଆ ନୂଆ ଲୋକ ସହିତ ସମ୍ପର୍କ କରିବେ, ପ୍ରତିଦିନ ମାର୍କେଟିଂ ପ୍ଲାନ ପ୍ରେଜେଣ୍ଟେସନ କରିବା, ପ୍ରତିଦିନ ପ୍ରଡକ୍ଟ ବିଷୟରେ ଲୋକଙ୍କ ସହିତ କଥାବାର୍ତ୍ତା କରିବା, ମିଶିବା। ଯୋଉ ଲୋକ ମାନେ ଆପଣଙ୍କ ସହିତ ଅଛନ୍ତି ତାଙ୍କ ମାଧ୍ୟମରେ ନୂଆ ନୂଆ ଲୋକ ସହିତ କଣ୍ଟାକ୍ଟ କରିବା, ଇଏ ସବୁ ଗ୍ରୋଥ। ନିଜର ନେଟୱାର୍କିଂ ବିଜନେସ ଆମେ କରୁଛେ, ମତେ ତ କେବଳ ନେଟୱାର୍କିଂ ମାନେ ମୋର ଗୋଟିଏ ଚିନ୍ତା ଥାଏ ସବୁବେଳେ ଆଜି ପର୍ଯ୍ୟନ୍ତ, ଯେ ନିଜର କେତେ କେତେ ନୂଆ ନୂଆ ଲୋକଙ୍କ ସହିତ ଆମେ ମିଶି ପାରିବା, କେତେ କେତେ ନୂଆ ଲୋକ, ନିଜର ଟିମ୍ କେମିତି ବଢିବା। ମୁଁ କେବଳ ଏଇଆ ହିଁ ବେଶୀ ଗ୍ରୋଥ ବୋଲି ହିଁ ବେଶୀ ମୋର ଏଇଟା ହିଁ ଶିଖିଛି, ଏଇଟା ହିଁ ସବୁବେଳେ କୁହେ ଯେ ଟିମ୍ ବଢିବା ମୋର କାମ। ତେଣୁ କାରଣ ଆମେ ନେଟୱାର୍କର, ଆମେ ଯଦି ସେଥିରେ ଯୋଉମାନେ କେବଳ ପରଚେଜର ହିଁ ଅଛନ୍ତି ସେମାନେ ମଧ୍ୟ କରିପାରିବେ ନେଟୱାର୍କିଂ, କାରଣ ଏଇଟା ଭାରି ସରଳ ଉପାୟ। କଣ, ସମସ୍ତେ ସଂସାରରେ ସମସ୍ତଙ୍କର ସମ୍ପର୍କ ଅଛି, ସମସ୍ତଙ୍କର କିଛି କିଛି ସମ୍ପର୍କ ଅଛି। ସେ ସମ୍ପର୍କକୁ ଆମେ ପ୍ରଡକ୍ଟ, ତାଙ୍କୁ ଭଲ ପ୍ରଡକ୍ଟ, କ୍ୱାଲିଟି ପ୍ରଡକ୍ଟ ବିଷୟରେ ଯଦି ସମସ୍ତଙ୍କ ସହିତ ଆଲୋଚନା କରିବା, ସମସ୍ତଙ୍କୁ କହିବା, କିଏ କିଣିବ ନ କିଣିବ, କିଏ ନବ ନ ନବ, ସେସବୁ ଚିନ୍ତା ନ କରି ଆମେ କେବଳ ଇନଫରମେସନ ସମସ୍ତଙ୍କୁ ଦେବା, ତ ଇଏ ବି ଗ୍ରୋଥର ଗୋଟେ ରାସ୍ତା। ଯେତେ ଆମେ ନୂଆ ଲୋକଙ୍କ ସହିତ ସମ୍ପର୍କ କରିବା, ଯେତେ ଲୋକଙ୍କୁ ଆମେ ଇନଫରମେସନ ଦେବା, ଯେକୌଣସି ଆରସିଏମ ର ଘଟଣା, ଆଜିର ପ୍ରୋଗ୍ରାମ 3ଟା ବେଳେ ବସେ, ତ କେତେ ଲୋକଙ୍କୁ, ନୂଆ ଲୋକଙ୍କୁ, କେତେ ଲୋକଙ୍କୁ ଆପଣ ଇନଫରମେସନ ଦଉଛନ୍ତି, କେତେ ଲୋକଙ୍କୁ ମେସେଜ ପଠଉଛନ୍ତି। ଆଉ ଆମର ଏଇ ଯୋଉ ଗୁରୁକୁଳ ବିଷୟରେ ଭିଡିଓ, ଗୁରୁକୁଳର ଇନଫରମେସନ, କେତେ ଲୋକଙ୍କୁ ଆପଣ ଇନଫରମେସନ ଦଉଛନ୍ତି, ଭିଡିଓ ପଠଉଛନ୍ତି, ଇଏ ବି ଗ୍ରୋଥର ଗୋଟେ ଗୋଟେ କାର୍ଯ୍ୟକ୍ରମ। ଯଦି ଆପଣଙ୍କର ସେମାନେ ଆରସିଏମ ରେ ଆସନ୍ତୁ ନ ଆସନ୍ତୁ, ସେଥିରେ କିଛି ନାହିଁ, ଆପଣଙ୍କ ସମ୍ପର୍କ ଅଛି, ଆପଣ ସେମାନଙ୍କ ସହିତ ମୋବାଇଲରେ ସମ୍ପର୍କ ମଧ୍ୟ ଅଛି, ଆପଣ ତାଙ୍କୁ ଆରସିଏମ ର ଭିଡିଓ ପଠେଇଦେବେ, ଗୁରୁକୁଳର ଭିଡିଓ ପଠେଇଦେବେ, ତ ସେମାନଙ୍କୁ ମଧ୍ୟ କହିପାରିବେ ଯେ ମୁଁ ଏଇ ଭିଡିଓ ପଠେଇଲି ଦେଖ। ସେ ଏଇଭଳି ଭାବେ ମଧ୍ୟ ଗ୍ରୋଥ ହେଇପାରିବ। ଗ୍ରୋଥ ହଉଛି ନିଜର ପରିସର ବଢେଇବା, ଯେତେ ପରିସର ବଢେଇ ପାରିବେ ସେ ହଉଛି, ତାପରେ ଆଉ ସବୁ ଯାହା ଅଛି ସେ ଆପେ ଆପେ ହେଇପାରିବ। କିନ୍ତୁ ବେସିକ ଟା ହଉଛି କଣ, ନିଜର ଲୋକ ସଂଖ୍ୟା କେମିତି ବଢିବ, ଟିମ୍ ସଂଖ୍ୟା କେମିତି ବଢିବ,
ଆମର ସବୁବେଳେ ଆମେ ଗୋଟେ କଥା ଶିଖିଛୁ, BCG କହନ୍ତି, ଆଉ ଏଇଟା ନେଟୱାର୍କିଂ ବିଜନେସ ର ଏଇଟା ବି ମୂଳ ସୂତ୍ର। ବିଜନେସ ଟା ବଡ କଥା ନୁହେଁ, ବିଜନେସ ଟା ପଛରେ, ପ୍ରଥମ ହଉଛି ଲୋକଙ୍କୁ ତିଆରି କରିବା। ବିଲ୍ଡ ଦ ପିପୁଲ, ଲୋକଙ୍କୁ ତିଆରି କରନ୍ତୁ, ତାଙ୍କୁ ଶିଖାନ୍ତୁ, ଟେକ୍ନୋଲୋଜି ବିଷୟରେ ଶିଖାନ୍ତୁ, ତାଙ୍କର କେମିତି ଭାବରେ ଲୋକଙ୍କୁ କଣ୍ଟାକ୍ଟ କରିବେ, କେମିତି ଇନଭାଇଟ କରିବେ, କେମିତି ଭାବରେ ସେମାନେ ରିଜେକ୍ସନ କୁ नो କୁ ସେମାନେ ଫେସ୍ କରିବେ, କେମିତି ଭାବରେ କନଫିଡେନ୍ସ ତାଙ୍କର ଜାଗ୍ରତ କରିବେ, କେମିତି ଭାବରେ ମିଟିଂ ଆଟେଣ୍ଡ କରିବେ, ତାପରେ ତାଙ୍କର କଣ ଅବଷ୍ଟାକଲ୍ସ ହଉଛି, ବାଧା ବିଘ୍ନ ଆସୁଛି, ତାକୁ କେମିତି ଫେସ୍ କରିବେ, ଇଏ ପ୍ରଡକ୍ଟ ବିଷୟରେ ନଲେଜ ତାଙ୍କର କେମିତି ହବ। ଯେତେ ଲୋକଙ୍କୁ ଶିଖେଇବେ, ସେତେ ଲୋକଙ୍କୁ ତିଆରି କରିବେ, ସେତେ ଆପଣଙ୍କ ଗ୍ରୋଥ ବଢିବ। ବିଜନେସ ମନକୁ ମନ ହବ। ବିଲ୍ଡ ୟୋର ପିପୁଲ ଆମକୁ BCG ସବୁବେଳେ ଶିଖାନ୍ତି, ବିଲ୍ଡ ଦ ପିପୁଲ, ଲୋକଙ୍କୁ ତିଆରି କରନ୍ତୁ, ବାଇ ଦ ସିଷ୍ଟମ, ସିଷ୍ଟମ ମାଧ୍ୟମରେ ଲୋକଙ୍କୁ ତିଆରି କରନ୍ତୁ। ସେ ସିଷ୍ଟମ ମାଧ୍ୟମରେ କଣ, ଏ ମିଟିଂ ସେମିନାର ଟ୍ରେନିଂ କୁ ବାର ବାର ଡାକିବା ଦ୍ୱାରା, ଭିଡିଓ ଦେଖିବା ପାଇଁ ସବୁବେଳେ ତାଙ୍କ ସହିତ କଥାବାର୍ତ୍ତା କରିବା ଦ୍ୱାରା, ତ ଏଇଭଳି ଭାବରେ ଲୋକଙ୍କୁ ତିଆରି କରନ୍ତୁ, ବିଜନେସ ଅଟୋମେଟିକଲି ବିଜନେସ ହବ। ଆମେ କେବଳ ବିଜନେସ ବଢିବା ପାଇଁ ଲାଗୁଛୁ, କେମିତି ବିଜନେସ ଟା ଆମର ବଢିଯିବ। ଆରେ ବିଜନେସ ଟା ବଢିଯିବ ଯେ, ବିଜନେସ ଟାକୁ ଧରି ରଖିବା ପାଇଁ ଲୋକ ଯଦି ତିଆରି ନ ହେବେ, ତାପରେ ତ କିଛି ଦିନ ପରେ ବିଜନେସ ଟା ପୁଣି ପଡିଯିବ। ଏଇ ତ ମୁଁ ଦେଖି ଦେଖି ଆସିଲିଣି, ବିଜନେସ 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 ପଛରେ ଲୋକେ ଦୌଡି ଦୌଡିକି ଯାଉଛନ୍ତି, ଦେଖିଲା ବେଳକୁ କିଛି ଦିନ ପରେ ବିଜନେସ ପଡିଯାଉଛି। କାରଣ ସେ ଲିଡର ତିଆରି ହେଇପାରିନାହାନ୍ତି, ତାଙ୍କ ବିଜନେସ କୁ ଧରି ପକେଇବା ପାଇଁ ସେଇ ପ୍ରକାର ମାନସିକତା ତିଆରି ହେଇପାରିନି, ତେଣୁ ବିଜନେସ ଗଡି ଯାଉଛି। ଲୋକେ ବହୁତ ବହୁତ ବିଜନେସ କରୁଛନ୍ତି, ତାପରେ ବିଜନେସ ଗଡି ପଡୁଛି, ଖସି ଯାଉଛି। ତେଣୁକରି ବିଜନେସ କୁ ବୁଝିବା ପାଇଁ, RCM କୁ ବୁଝିବା, RCM ର ସିଷ୍ଟମ କୁ ଭଲ ଭାବେ ବୁଝିବା। ଆପଣ ଯେତିକି ବୁଝିଛନ୍ତି, ଆପଣ ମାନେ ଭଲ ଭାବେ ବୁଝିଛନ୍ତି ବୋଲି କେତେ ଜଣ 5-7 ଜଣ ଆପଣ ମାନେ ବସୁଛନ୍ତି, ତ ଭଲ ଭଲ କଥା ବି କହୁଛନ୍ତି, ଆପଣ ମାନଙ୍କ ମନ ଭିତରେ ସେ ଆଗ୍ରହ ଇଚ୍ଛା ଅଛି, ମୁଁ ଫିଲ୍ କରିପାରୁଛି। କିନ୍ତୁ ସେଇଟା ଯଦି ଆପଣ ସେଇଟାକୁ ସଂକ୍ରାମିତ ନ କରିପାରିବେ, ଅର୍ଥାତ ଯଦି 50 ଜଣଙ୍କ ପାଖରେ ନ ଯାଇପାରିବ, ଆଉ ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ସେଇ ପ୍ରକାର ଭାବନା ଯଦି ସୃଷ୍ଟି ନ ହେଇପାରିବ, ତାହେଲେ ଆପଣଙ୍କର ବିଜନେସ ଏମିତିକା କଷ୍ଟ କରି କରୁଥିବେ, ସେ ପୁଣି କମି ଯାଉଥିବ, ସେ ପୁଣି ହଉଥିବ, ଏମିତି ଘଣ୍ଟାଘଣ୍ଟି ଚାଲୁଥିବ। ତେଣୁ ନିଜର ଟିମ୍ ବଢାନ୍ତୁ, ନୂଆ ନୂଆ ଲୋକଙ୍କୁ ଆଣନ୍ତୁ, ତାଙ୍କୁ ଶିଖାନ୍ତୁ, ତାଙ୍କୁ ଟ୍ରେନିଂ ଦିଅନ୍ତୁ, ଅଫଲାଇନଙ୍କର ସହଯୋଗରେ, ଶତପତି ବାବୁଙ୍କର ସହଯୋଗରେ, ପ୍ରେମାନନ୍ଦ ଙ୍କର ସହଯୋଗରେ ସେମାନଙ୍କୁ ତିଆରି କରନ୍ତୁ। ବିଲ୍ଡ ଦ ପିପୁଲ, ଏଇଟା ମନେ ରଖିଥାନ୍ତୁ। ଯଦି ଏଇଟା ଆପଣ ଲୋକଙ୍କୁ ତିଆରି ନ କରି ଖାଲି ବିଜନେସ 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 ହେବେ, ତାହେଲେ କଣ ହବ, ଆପଣଙ୍କର ବିଜନେସ କୁ ଧରି ରଖିବା ପାଇଁ ଲୋକ ତିଆରି ହେଇପାରିବେ। ସେମାନଙ୍କର ଦେଖନ୍ତୁ, ଆରତୀ ଅପକା ମ୍ୟାଡାମଙ୍କର ଯଦି 50 ଜଣ ଯଦି ଆରତୀ ମ୍ୟାଡାମଙ୍କ ଭଳିଆ ଚିନ୍ତାଶୀଳ ବ୍ୟକ୍ତି ଯଦି ତିଆରି ହେଇଯାନ୍ତି, ଆରତୀ ମ୍ୟାଡାମକୁ କାମ କରିବାକୁ ହିଁ ପଡିବନି, ବହୁତ ସ୍ମାର୍ଟ ୱାର୍କ କରିବେ, ଆଉ ସେମାନେ ବିଜନେସ ଆପଣଙ୍କର ଅଟୋମେଟିକଲି ହବ। ସେଇଭଳି ଭାବେ ନୀତାଞ୍ଜଳି ମ୍ୟାଡାମଙ୍କର, ସେଇଭଳି ଭାବେ ମିନତି ମ୍ୟାଡାମ, ନମିତା ମ୍ୟାଡାମ, ଆପଣ ମାନଙ୍କର ଟିମ ରେ ଯଦି 20 ଜଣ, 10 ଜଣ, 15 ଜଣ ଆପଣଙ୍କ ଭଳି ଚିନ୍ତାଶୀଳ ବ୍ୟକ୍ତି, ସେମାନେ କେମିତି ହେବେ? ସେମାନଙ୍କୁ ତିଆରି କଲେ ତ, ସେମାନଙ୍କୁ ତିଆରି କରିବେ କେମିତିକା, ସେତେବେଳେ ଅଫଲାଇନ ସହିତ ବସିକି କେବଳ ବିଜନେସ କେମିତି ବଢିବ ଗ୍ରୋ, ଏଇ କଥା କମ କରିକିରି ବ୍ୟକ୍ତି କେମିତି ବୁଝିବ ଭଲ ଭାବେ, କେମିତି ଭାବେ ଜାଣିବ, କେମିତି ଭାବରେ ସେ ଶିଖିବ, କେମିତି ଭାବରେ ସେ नो ରିଜେକ୍ସନ କୁ ଫେସ୍ କରିବ, ତାକୁ ନିଜ ଭିତରେ ଯୋଉ ସଂକୋଚ ଭାବ ଅଛି, ଆମର ଯୋଉ ସଂକୋଚ ଭାବ ଅଛି, ନିଜ ଭିତରେ ଯୋଉ ଇଗୋ ଭାବ ଲୁଚିକିରି ଅଛି, ସେଟା ଆମେ ଜାଣିପାରୁନେ, ଏଇ ଭାବଟାକୁ କେମିତି ଦୂର କରିବାକୁ ପଡିବ, ସେ ବ୍ୟକ୍ତିକୁ ସେଇଭଳି ଭାବେ ଖୋଲା କରିବାକୁ ପଡିବ, ଇଏ ସବୁ କଥା ଅଛି। ସେ ସବୁ ଯଦି ଆପଣ ତିଆରି କରିଦେବେ, ତେବେ ଆପଣଙ୍କର ବିଜନେସ ଅଟୋମେଟିକଲି ହବ, ଗ୍ରୋଥ ମଧ୍ୟ ଅଟୋମେଟିକଲି ହବ। ତେଣୁ ବିଲ୍ଡ ଦ ପିପୁଲ, ଲୋକଙ୍କୁ ତିଆରି କରିବା ପାଇଁ ସେଇଭଳି ଭାବେ ଟ୍ରେନିଂ ଦିଆଯାଉ, ସେଇପରି ଭାବରେ ସେମାନଙ୍କୁ ବିଭିନ୍ନ ପ୍ରକାର ଆମର ଟ୍ରେନିଂ ଅଛି, ବହୁତ ପ୍ରକାର ଟ୍ରେନିଂ ଅଛି। ଟ୍ରେନିଂ ବହୁତ ଦରକାର। କେବଳ ଆମର ପ୍ରଡକ୍ଟ ର ଟ୍ରେନିଂ ଖାଲି ଏଟା ନୁହେଁ, ପ୍ରଡକ୍ଟ ର ଟ୍ରେନିଂ ଆମେ ଯେତେବେଳେ ବିଜନେସ ଆରମ୍ଭ କରୁଥିଲୁ, ଆମେ ପ୍ରଡକ୍ଟ ର ଟ୍ରେନିଂ କମ ନେଇଛୁ, ଆମେ ଟ୍ରେନିଂ ନେଇଛୁ କେମିତି ଆମର ନେଟୱାର୍କିଂ ବଢିବ। ଆମର ଏତେ ବଡ ବିଜନେସ ହେଲା କେମିତି, ଶତପତି ବାବୁଙ୍କର ବିଜନେସ ହେଲା କେମିତି, ଏତେ ଆମର କଣ ସେତେବେଳେ ଏତେ ପ୍ରଡକ୍ଟ ର ଟ୍ରେନିଂ ଦିଆଯାଉଥିଲା? ପ୍ରଡକ୍ଟ ବେଶୀ ନଥିଲା ଅବଶ୍ୟ, କିନ୍ତୁ ଏବେ ବହୁତ ହାଇ କ୍ଲାସ ର ପ୍ରଡକ୍ଟ ଆସିଛି, ସେ ପ୍ରଡକ୍ଟ ବିଷୟରେ ସମସ୍ତେ ଜାଣିବା ଦରକାର। ବହୁତ ଲୋକ କେବଳ ପରଚେଜର ଅଛନ୍ତି, ତେଣୁ ସେମାନେ ପରଚେଜ କରିବେ, ସେଥିପାଇଁ ବି ଦରକାର। କିନ୍ତୁ ଯୋଉମାନେ ବଡ ଆକାରରେ କରିବାକୁ ଚାହୁଁଛନ୍ତି, ସେମାନେ ଟ୍ରେନିଂ ନେବା ଦରକାର।
ଆଉ ଯଦି ଆପଣ ମାନଙ୍କ ଭିତରେ ମୁଁ ଦେଖୁଛି ଯେ ଆପଣ ମାନଙ୍କର ମନୋଭାବ ଅଛି ଯେ ଆପଣ ବଡ କରିବା ପାଇଁ, ତେଣୁ ଆପଣ ମାନେ ନେଟୱାର୍କ କେମିତି ବଢିବ, ବ୍ୟକ୍ତି କେମିତି ତିଆରି ହବ, ସେ ବିଷୟରେ ଆପଣ ମାନେ ଟ୍ରେନିଂ ନେବା ଉଚିତ। ଆଉ ଆଜିର ପ୍ରୋଗ୍ରାମ ରେ ଆପଣ ମାନେ ଆଟେଣ୍ଡ କରନ୍ତୁ। ଶତପତି ବାବୁ, ସାହୁ ବାବୁ, ଆମେ 3 ଜଣ ଆପଣ ଥରେ ଆଲୋଚନା କରିକିରି ଚିନ୍ତା କରିବୁ ଆପଣ ମାନେ କେମିତି ଟ୍ରେନିଂ ନେବେ। କାରଣ ଆରତୀ ମ୍ୟାଡାମଙ୍କର ଟିମ ରେ ଯୋଉମାନେ ଲେଡିଜ ଅଛନ୍ତି, ମୁଁ ଦେଖିପାରୁଛି ଯେ ବୁଝିପାରୁଛି ଯେ ସେମାନଙ୍କର ଉତ୍ସାହ ଆଗ୍ରହ ଭଲ ଅଛି, ସେମାନେ ବଡ ହେବା ପାଇଁ ଚାହୁଁଛନ୍ତି। ଆଉ ମୁଁ କାଲି ବି କହିଥିଲି, ଆଜି ବି କହୁଛି, ଆପଣ ମାନେ ସବୁବେଳେ ଜେଣ୍ଟସ କୁ ଆଟାଚ କରନ୍ତୁ। ମୁଁ ଯୋଉଠି ଲେଡିଜ ମାନେ ଅଛନ୍ତି ମୁଁ ସବୁଠି ଏଇ କଥା କହୁଛି, ଆଉ ସେମାନେ ଜେଣ୍ଟସ କୁ ଆଟାଚ କରିବା ଦ୍ୱାରା ତାଙ୍କର ବିଜନେସ ବହୁତ ବଢୁଛି। ଆପଣ ମାନେ ଜେଣ୍ଟସ କୁ ନିଜର ଭାଇ, ବାପା, ନିଜର ହଜବେଣ୍ଡ, ନିଜର କକା, ନିଜର ମାମୁଁ, ନିଜର ପୁତୁରା, ନିଜର ଜେଣ୍ଟସ ରିଲେଟିଭ, ଏମାନଙ୍କୁ ଆପଣ ଆଟାଚ କରିବାକୁ ସବୁବେଳେ ଚେଷ୍ଟା କରନ୍ତୁ। ଯେତେ ଆଟାଚ କରିବାକୁ ଚେଷ୍ଟା କରିବେ ଆଉ ସେମାନଙ୍କୁ ଇଣ୍ଟ୍ରୋଡ୍ୟୁସ କରିବେ ଶତପତି ସାରଙ୍କ ସହିତ, ସାହୁ ବାବୁଙ୍କ ସହିତ, ମୋ ସହିତ, ତାହେଲେ ସେମାନେ ମଧ୍ୟ ଆପଣଙ୍କ ସହିତ ଆଟାଚ ହେଲେ ଆପଣଙ୍କର ବିଜନେସ ବହୁତ ବଢିଯିବ। ଏଇଟା ଆପଣ ମନେ ରଖନ୍ତୁ। ଯଦି ଏଥିରେ ଆପଣ ମାନେ ଅବହେଳା କରିବେ ତାହେଲେ ଆପଣ ମାନଙ୍କର ସତ କଥା କହିବାକୁ ଗଲେ ଆପଣ ମାନଙ୍କର ସମସ୍ୟା ଆସିଯିବ ଆଉ କିଛି ଦିନ ପରେ। ଥ୍ୟାଙ୍କ ୟୁ, ବହୁତ ଧନ୍ୟବାଦ। ଓଭର ଟୁ ଶତପତି ବାବୁ। ओके, थैंक यू सर, बहुत बढ़िया कथा। कि सर जहाँ जहाँ भी हमको टिप्स देले, प्रत्येक टिप्स को बहुत वैल्यूबल टिप्स आमे ताकू यदि आमे ठीक भाव में आमे करिबा तले आमे बहुत बड़ा ग्रोथ आमे कर देई परिबा। ओके, आज तो समय हो गलानी, पुणी आमे देखा हवा दिन 3टा बेले देखा हवा। तो सेथिलागि आमे टीम को समस्त को इन्फॉर्म करिबा, तांको फोन करिबा, जूम देखिले कि नहीं, मीटिंग सरला परे तांको आमे फोन भी करिकी मीटिंग रे कौन देखिले कौन न देखिले, कौन मन भल लगिला से विषय भी तांको फॉलोअप करिबा। तो ये भी निहाती जरूरी, ताकि आमे ये मासरे गोटे बहुत बड़ बहुत भल क्लोजिंग, हेल्दी क्लोजिंग भी आमे कर दे परिया। नमस्कार, जय आरसीएम।